ସାହାରପଡ଼ା ଫାଣ୍ଡି ଇନଚାର୍ଜ ପାର୍ଥରାମ। ମୋ ସହିତ ଆଉ 2 ଜଣ ଷ୍ଟାଫ୍, ଜଣେ ଲେଡ଼ିଜ୍ ହେମଲତା ନାୟକ ଆଉ ଜଣେ ଜେଣ୍ଟସ୍ କନେଷ୍ଟବଳ ନାରାୟଣ ମୁର୍ମୁ, ସମସ୍ତେ ମିଶି ଇଭିନିଂ ପେଟ୍ରୋଲିଂ ତା ସହିତ ଏକ୍ସାଇଜ୍ ରେଡିଂ ପାଇଁ ଯାଇଥିଲେ। ଗୋଜିଟାଙ୍ଗିରି ଛକ ନିକଟରେ ଥିଲା ସମୟରେ ଗୋଟେ ରେଲେବୁଲ୍ ସୋର୍ସରୁ ମୁଁ ଖବର ପାଇଲି ଯେ ମହାରଣା ନିରଞ୍ଜନ ମହାରଣା ବୋଲିକିରି ଜଣେ ଲୋକ ତା ଘରେ ମଦ ବିକ୍ରି କରୁଅଛି। ଏହି ଖବର ପାଇଲା ପରେ ଆମେ ସେ ଘରକୁ ଗଲୁ। ସେ ଘରକୁ ପହଞ୍ଚିଲା ମାତ୍ରକେ ତାଙ୍କ ଘରେ ଥିବା 2 ଜଣ ସ୍ତ୍ରୀ ଲୋକ ଆଗ ବାହାରିଲେ, ଆମକୁ ଘର ଭିତରକୁ ପଶିବା ପାଇଁ ଦେଲେ ନାହିଁ। ସେମାନେ କହିଲେ ତୁମେ ସବୁ ଅଛୁଆ ଜାତି, ପୋଲିସ ଚାକିରି କରିଛ, ତୁମେ ଆମ ଘରକୁ ପଶିପାରିବନି। ତାପରେ ହଉ ଠିକ୍ ଅଛି, ଆମେ ତ ଆସିଛୁ, ଆପଣ ଦେଖୁଛନ୍ତି ପୋଲିସ ଷ୍ଟାଫ୍ ଆମର ଇଏ ଅଛି ନା ପଶେଇ ଦେବୁନି। ତାପରେ ପଛଆଡ଼େ ଯାଇକରି ଆପଣ ବାରଣ୍ଡାରେ ଚେକ୍ କରିବା ସମୟରେ ତାଙ୍କର କାଠ ଭାଡ଼ି ତଳେ 4ଟା ପ୍ଲାଷ୍ଟିକ୍ ଜାର୍କିନ୍ରେ ପାଖାପାଖି 80 ଲିଟର ଦେଶୀ ମହୁଲି ମଦ ବାହାରିଲା। ମଦ ବାହାରିଲା ଯେତେବେଳେ ସେଇଟା ମାନେ ବାହାରିଗଲା, ତାପରେ ସେମାନେ ଆଉ ଦେଖି ସରିଲେ ନାହିଁ। ତାକୁ କାଢ଼ୁ କାଢ଼ୁ ସେମାନେ ଆମକୁ ଆଟାକ୍ କରିଦେଲେ। କାହିଁକି ଆକ୍ରମଣ କଲେ? ସେମାନେ ଆଜ୍ଞା ଫାଷ୍ଟ ତ ଦସ୍ତାଦସ୍ତି କଲେ। ସେ ଲେଡ଼ିଜ୍ମାନଙ୍କୁ ଆମେ କିଛି କରିପାରୁନଥିଲୁ, ଯେହେତୁ ଲେଡ଼ିଜ୍ 2 ଜଣ ଆଗେ ଥିଲେ ଆଉ ତାଙ୍କର ପୁରୁଷ 2 ଜଣ ଥିଲେ, ନିରଞ୍ଜନ ଆଉ ତା ପୁଅ, ଗୋଟେ ସାନ ପୁଅ, ତା ନାଁ କି ଆରିଆ ବୋଲି କହୁଛନ୍ତି, ମୁଁ ଟିକେ ମନେ ନାହିଁ, ଲେଖିକି ରଖିଛି, ମୌସମ ଆରିଆ। ଏଇମାନେ ଏଇ 2 ଜଣ ଫାଷ୍ଟ ମୋତେ ସେ ନିରଞ୍ଜନ ମହାରଣା ଯେ ସେ ମୋତେ ପଛପଟୁ ଧରି ପକାଇଲା। କେତେ ଜଣ ଗୁପ୍ତ ରହିଛନ୍ତି? ହଁ, ପଛପଟୁ ଧରି ପକାଇଲେ। ତାପରେ ତାଙ୍କର ମୌସମ ମହାରଣା ଯିଏ ସେ ମୋତେ ଆଟାକ୍ କରିଛି ଇଟାରେ ଆଟାକ୍ କରି ଗଲା ପରେ, ତାପରେ ଆମେ ମୋ ସହିତ ଅଛନ୍ତି ହେମଲତା, ତାକୁ ସେ 2 ଜଣ ଲେଡ଼ିଜ୍ ମାଡ଼ି ବସିକିରି ଛେଚିଛନ୍ତି ତାକୁ। ତାଙ୍କର ବି ମୁଣ୍ଡ ଫାଟିଛି, ଘୋରି ମୁଣ୍ଡ ଫାଟିଛି। ଆଉ ଜଣେ ଆମର ଷ୍ଟାଫ୍ଙ୍କର ଇଞ୍ଜୁରି ବି ଅଛି ପଛଆଡ଼େ। ତାପରେ ପଳେ କୌଶଳେ ତାଙ୍କୁ ଆମେ ଗୋଟେ ଘରେ ଇଏ କରିଦେଲୁ, ରିଟର୍ଣ୍ଣ କରିଦେଲୁ। ରିଟର୍ଣ୍ଣ କଲା ପରେ ସେ ଘର ଭିତରୁ ପୁରା ତାବଲା ଛେଳି କାଟିବା ଯେଉଁ ଛୁରୀ ନଥାଏ, ବଡ଼ ଛୁରୀ, ସେ ଛୁରୀ ଆଣିକିରି ଆମକୁ ଆଟାକ୍ କରିବା ପାଇଁ ଚେଷ୍ଟା କଲା, ଯେଉଁଦ୍ୱାରା କି ଆମେ ଭୟ କରିଗଲୁ। ତାପରେ ୟାର ସୁଯୋଗ ନେଇକିରି ସେ 2 ଜଣ ବାପ ପୁଅ ଗାଡ଼ି ଧରିକି ଫେରାର ହେଇଗଲେ। କେତେ ଜଣକୁ ଆଣିଛନ୍ତି ଥାନାକୁ? ସେ 2 ଜଣକୁ ଇଏ କରାହେଇଛି, ଜଷ୍ଟ ତାକୁ ରଖାହେଇନି, ଡିଟେନସନ୍ କରାହେଇଛି। ଥ୍ୟାଙ୍କ ୟୁ। ଆଉ 2 ଜଣ ତ ଫେରାର ହେଇଗଲେ, ଗାଡ଼ି ଧରିକି ଫେରାର ହେଇଗଲେ। ୟାପରେ ମୁଁ ଯେହେତୁ ଇଞ୍ଜୁରି ହେଇଗଲୁ, ତାପରେ ମୁଁ ଖବର ଦେଲି ଆଇସି ସାର୍ଙ୍କୁ। ଖବର ଦେଲା ପରେ ଆଇସି ସାର୍ ଷ୍ଟାଫ୍ ମାନେ ସମସ୍ତେ ଆସିଲେ ଆମକୁ ସେଇଠୁ ରେସ୍କ୍ୟୁ କଲେ। ସେମାନେ ତାହେଲେ ଆକ୍ରମଣରେ କେତେ ଜଣ ସାମିଲ ଥିଲେ? 4 ଜଣ ଯାକ, ବାପ ପୁଅ, ବାପ ନିରଞ୍ଜନ, ପୁଅ ମୌସମ, ଆଉ ତାଙ୍କର ବହୁତ ଜଣଙ୍କର ନାଁ ମୁଁ କହିପାରିବିନି। ଗୋଟେ ଜଣେ କଳ୍ପନା ଆଉ ଜଣେ ମନେ ପଡ଼ୁନି।